କେତେ ସୁନ୍ଦର ଭାବରେ ଅରୁଆ ଚାଉଳ ବଟା ହେଇକିନା ପିଠଉ କରାହେଇଛି ଦେଖନ୍ତୁ। ଟେଷ୍ଟ ପୁରା ଜବର। ପଖାଳ ଭାତ ସହିତ କଖାରୁ ଫୁଲ ପିଠଉ ଟ୍ରାଏ କରନ୍ତୁ। ତା ସହିତ ବର୍ଷା ହେଇଛି କେତେ ପାଣି ମାନେ ଏମିତି ପୁରା ଲାଗିକିନା ଏମିତି ରହିଛି। ବର୍ଷା ହବ ମାନେ ଏ ଜାଗା ପୁରା ପାଣିମୟ ପାଣି। କେତେ ପାଣି ସେଇ ଜାଗାରେ ଟିକେ ଖାଲ ଅଛି ଡ୍ରେନ୍ ଜାଗାଟା, ସେ ଜାଗାରେ ପୁରା ଫୁଲ ପାଣି। ମୁଁ ସକାଳୁ ସକାଳୁ ଗାଧେଇକିନା ପୁରା ରେଡି ହେଇଯାଇଛି, କାହିଁକିନା ବର୍ଷା ହଉଛି। ଆଉ ବର୍ଷାରେ ତ ବାହାରି ହଉନି, ଥଣ୍ଡା ଜର ଫର ହେଇଯାଉଛି। ସେଥିପାଇଁ ବର୍ଷା ଟିକେ ଛାଡ଼ିଥିଲା, ଗାଧେଇ ପଡ଼ି ପୁରା ରେଡି। ଏବେ ରୋଷେଇ ସରିଗଲେ ଖାଇବି। ଖାଇସାରିଲା ପରେ ପୁଣି ଚାଲିବ ଭିଡ଼ିଓ ଏଡ଼ିଟିଂ ଚାଲିବ। ତ ରିଲ୍ ଭିଡ଼ିଓ ବନେଇବାକୁ ଯାଇଥାନ୍ତୁ, ବର୍ଷା ଯେଉଁ ଭଳିଆ ହେଉଛି ଯାଇ ହେବନି। ସେଥିପାଇଁ ଘରେ ଯାହା ସବୁ ପେଣ୍ଡିଙ୍ଗ ଭିଡ଼ିଓ ଅଛି ତାକୁ ଏଡ଼ିଟିଂ କରି ଛାଡ଼ିବା। ତ ଆଉ କ'ଣ ଖବର? ଆପଣମାନେ କେମିତି ଅଛନ୍ତି? ବର୍ଷା ଦିନରେ କେମିତି ମଜା ନେଉଛନ୍ତି କମେଣ୍ଟ କରନ୍ତୁ। ମୋ ବୋଉ ଏଠି ତାର ରୋଷେଇ ଚଲେଇଛି। ମୋ ବୋଉ ତାର ଏଠି ରୋଷେଇ ଚଲେଇଛି ଦେଖନ୍ତୁ। ରୋଷେଇ ହେଇସାରିଲା ପରେ ଖିଆଖି ହେବ। ଏବେ ମା ପୁଅ ବସିକିନା ଖାଇବୁ। ଆପଣମାନେ ବିଶ୍ୱାସ କରିପାରିବେନି, ଯେଉଁ ଖୁସିଟା ଆସେ ମା ପୁଅ ବସିକିନା ଖାଉଥିବେ, ସେ ଯେଉଁ ଖୁସିଟା ଆଉ କେଉଁଠି ମିଳିବନି। କେଉଁ ଜାଗା ହୋଟେଲ ହଉ, ରେଷ୍ଟୁରାଣ୍ଟ ହଉ, ଯେଉଁଠି ବି ହଉ, ସେ ଖୁସି କେଉଁଠି ମିଳିବନି। ଫାଇନାଲି ଭାତ ହେଇଗଲା। ଏବେ ଡାଲି ଫାଲି ହେବ, ଆଉ ଟିକେ ଟାଇମ୍ ଲାଗୁ। ହେଇସାରିଲା ପରେ ଖିଆ ହେବ। ଭାଇ ଦେଖନ୍ତୁ ବର୍ଷା ଦିନରେ କେମିତି ଆମର ଦୁଆର ମୁହଁରେ ରୋଷେଇ ହେଉଛି ଉଠା ଚୁଲିରେ। ଆମ ଗାଁରେ ଦେଖନ୍ତୁ ବର୍ଷା ପୁରା ଜବର। ଦେଖନ୍ତୁ କେତେଥର ବର୍ଷା ହେଇଲାଣି, ପୁଣି ବର୍ଷା ଏବେ ଗାଜିବ। ସେଥିପାଇଁ ମୋ ବୋଉ ମୋର ଚୁଲିରେ ରୋଷେଇ କରୁଛି, ଉଠା ଚୁଲିରେ। ଭାତ ଏବେ ବସିଛି, ଭାତ ହେଇଗଲାଣି। ମୋ ବୋଉ ତାର ଏବେ ରୋଷେଇ ଚଲେଇଛି, ରୋଷେଇ କରୁଛି ଏବେ ଭାତ। ଏବେ କ'ଣ ଭାତ ଗାଳିବୁ ନା କ'ଣ? ଭାତ ଗଳା ହବ। ଏବେ ଚୁଲିରୁ ଉଠା ହେଲା, ଭାତ ଏବେ ଗଳା ହବ। ଦେଖନ୍ତୁ ମାନେ ଘରେ ଏବେ ସିନା ବୋଉ ରୋଷେଇ କରିଦେଉଛି, ବାହାରକୁ ଗଲେ ଭାଇ ଆମେ ଦାଦନ ଖଟିବାକୁ, ନିଜେ ଭାଇ ରୋଷେଇ କରିକି ଭାତ ହାତରେ ଗାଳିବୁ ଯେ କୁହନି ସେ ଯେଉଁ କଷ୍ଟ। ଆଉ ଦେଖନ୍ତୁ ଉଠା ଚୁଲି, କାହାର ଏମିତି ଉଠା ଚୁଲି ଅଛି, ଏମିତି କି ଉଠା ଚୁଲିରେ ରୋଷେଇ କରୁଛନ୍ତି, ଟିକେ କମେଣ୍ଟ ଟିକେ କରିବେ। ଏପଟେ ଆମର ଭାତ ଗଳା ଷ୍ଟାର୍ଟ ହେଇଯାଇଛି। ଭାତ ଗଳା ସଇଲା ପରେ ଡାଲମା ହେବ, ଡାଲି ହେବ, ବଡ଼ିଚୁରା ହେବ। ତାପରେ କଖାରୁ ଫୁଲ ଥୁଆ ହେଇଛି, କଖାରୁ ଫୁଲ ପିଠଉ ବି ହେବ। ଦେଖନ୍ତୁ ମୌସୁମୀଟା ପୁରା କେମିତି ଅଛି, ପୁରା ବର୍ଷା ପୁରା ଯେ ପୁରା ଘାରିକିନା ରହିଛି। ବର୍ଷା ହେଉଛି ଛାଡ଼ୁଛି, ଏମିତି ହେଉଛି। ସେଥିପାଇଁ ବୋଉ ମୋର ସକାଳୁ ସକାଳୁ ରୋଷେଇ ଷ୍ଟାର୍ଟ କରିଦେଲା। ଆମର ଦୁଆର ମୁହଁରେ ଉଠା ଚୁଲି ଲଗେଇକିନା ଘଷି ପକେଇକିନା ପୁରା ରୋଷେଇ ଷ୍ଟାର୍ଟ। କଢ଼େଇରେ ବଢ଼ି ପଡ଼ିଗଲା, ବଢ଼ି ଆଉ ତେଲ। ଏବେ ବଢ଼ି ଭଜା ଷ୍ଟାର୍ଟ। ବଢ଼ିଟା ଏବେ ଭଜା ହେବ। ପ୍ରକୃତରେ ଭାଇ ମାନେ ଆମର ଗ୍ୟାସ୍ ସରିଯାଇଛି, ସେଥିପାଇଁ ଆମର ଉଠା ଚୁଲିରେ ଏବେ ରୋଷେଇ ହେଉଛି। କାହିଁକିନା ବର୍ଷା ହେଉଛି, ବର୍ଷାରେ କିଏ ଯିବ ଗ୍ୟାସ୍ ଆଣିବାକୁ। ଦେଖନ୍ତୁ ବଢ଼ି ଏବେ ଷ୍ଟାର୍ଟିଂ ଭଜା। ବଢ଼ି ଭଜା ହେଇସାରିଲା ପରେ ଡାଲି ହେବ, ଡାଲି ହେଇସାରିଲା ପରେ ଖିଆ ହେବ। ବୋଉ ଆଉ କ'ଣ ସକାଳୁ ସକାଳୁ ରୋଷେଇ କାର୍ଯ୍ୟକ୍ରମ କେମିତି କ'ଣ ଚାଲିଛି କହ? ମୋ ବୋଉ ପୁରା ଏବେ ପୁରା ଫୁଲ୍ ବ୍ୟସ୍ତରେ ଅଛି, ପୁରା ଫୁଲ୍ ବ୍ୟସ୍ତ। ମୋ ବୋଉ ରୋଷେଇ କରୁଛି ନା, ପୁରା ଫୁଲ୍ ବ୍ୟସ୍ତ। ଆମର କଖାରୁ ଫୁଲ ପିଠୁଟା ପ୍ରୋସେସ୍ ଦେଖନ୍ତୁ। କଖାରୁ ଫୁଲ ପିଠୁଅ ହେଉଛି, ପୁରା ରେଡ଼ି ହେଇଗଲା କଖାରୁ ଫୁଲ ପିଠୁଅ। ଆପଣମାନେ କେଉଁମାନଙ୍କୁ କଖାରୁ ଫୁଲ ପିଠୁଅ ଭଲ ଲାଗେ କମେଣ୍ଟ କରନ୍ତୁ। କଖାରୁ ଫୁଲ ପିଠୁଅଟା ପୁରା ବୋବାଲ ଦେଖାଯାଉଛି। ତାଟେ ରଖିଛୁ ନା? ଦେଖନ୍ତୁ କଖାରୁ ଫୁଲ ପିଠୁଅ ମାନେ କେତେ ସୁନ୍ଦର ଭାବରେ ଅରୁଆ ଚାଉଳ ବଟା ହେଇକିନା ପିଠୁଅ କରାହେଇଛି। ଦେଖନ୍ତୁ ପିଠୁଟା ପୁରା ମସ୍ତ ଲାଗୁଛି, ଖାଇବା ପାଇଁ ପୁରା ବୋବାଲ। ଆଉ ପଖାଳ ଭାତ ସହିତ କଖାରୁ ଫୁଲ ପିଠୁଅ କେଉଁମାନେ ଖାଇଛନ୍ତି କମେଣ୍ଟ କରିବେ। ପୁରା ଏଇଟା ଆମର ଦେଶୀ ଖାଇବା, ଏଇଟା ଦେଶୀ ଷ୍ଟାଇଲ ଖାଇବା। ଇଏ ଟିକେ ଟେଷ୍ଟ ବି କରିଦେବା କଖାରୁ ଫୁଲ ପିଠୁଅ।
ମାନେ ସବୁ ଜିନିଷର ଟେଷ୍ଟ କିନ୍ତୁ କଖାରୁ ଫୁଲର ପିଠୁଅ ତା ଟେଷ୍ଟ ସବୁଠାରୁ ନିଆରା ଓ ଅଲଗା। ଆର ଟେଷ୍ଟ କିଛି ଟେଷ୍ଟ ପୁରା ଜବର। ପଖାଳ ଭାତ ସହିତ କଖାରୁ ଫୁଲ ପିଠୁ ଟ୍ରାଏ କରନ୍ତୁ, ତା ସହିତ ଟିକେ ବଢ଼ି ଚୁରା। ଦେଖନ୍ତୁ ବଢ଼ି, ଏଇଟା ପୁରା ଦେଶୀ ବଢ଼ି। କଖାରୁ ଫୁଲ ସହିତ ବଢ଼ି ଚୁରା ଟିକେ ଆଉ ପଖାଳ ଭାତ ମସ୍ତ ପୁରା ଲାଗିବ। ଆପଣମାନେ ଯଦି ଟ୍ରାଏ କରିନାହାନ୍ତି ଟ୍ରାଏ କରନ୍ତୁ। ଏଇଟା ଆମର ଦେଶୀ ଖାଇବା। ବଢ଼ି ଚୁରା ତ ଆପଣମାନେ ତ ଖାଇଥିବେ। କଖାରୁ ଫୁଲ ପିଠୁ ବି ଟ୍ରାଏ କରନ୍ତୁ ପଖାଳ ସହିତ, ବୋବାଲ ଲାଗିବ, ମସ୍ତ ଲାଗିବ ପୁରା ଖାଇବେ। ଆଉ କ'ଣ କରିବା ଭାଇ, ଯାହା ମିଳୁଛି ଖାଇଦେବା କଥା, ଘରେ ଅଛି ନା, ଆଉ କ'ଣ କରିବି। ତ କାଲିର ବ୍ଲଗରେ ଦେଖିଥିଲେ ସମୁଦ୍ର, ମାନେ ଇଏ ଜାଗାରେ ଆମ ଯିବା ଆସିବା ଜାଗାରେ ପାଣି ହେଇଯାଏ। ଆଜି ଦେଖନ୍ତୁ, ଆଜି ବର୍ଷା ହେଇଛି, କେତେ ପାଣି, ମାନେ ଏମିତି ପୁରା ଲାଗିକିନା ଏମିତି ରହିଛି। ବର୍ଷା ହବ ମାନେ ଇଏ ଜାଗା ପୁରା ପାଣିମୟ। ପାଣି କେତେ ପାଣି, ସେଇ ଜାଗାରେ ଟିକେ ଖାଲ ଅଛି, ଡ୍ରେନ୍ ଜାଗାଟା, ସେ ଜାଗାରେ ପୁରା ଫୁଲ ପାଣି। କିନ୍ତୁ ପାଣି ଏଠି ପୁରା ଗୋଡ଼ ଯାଏ, ଗୋଡ଼ ବୁଡ଼ି ଯାଉଛି ପାଣିରେ, ବଢ଼ି ପାଣି। ଏଇ ଜାଗା ହିଁ ପାଣି, ପାଣି ଦେଖନ୍ତୁ, ଏ ଡ୍ରେନ୍ଟା ଜାମ୍ ହେଇଯାଇଛି, ପାଣି ଯାଉନି। ଆସିଲା ଯିବା ଆସିବା ବାଟରେ ଏଇଭଳିଆ ପ୍ରୋବ୍ଲେମ୍ ହେଉଛି। ପାଣି ଦେଖ, ଏମିତି ବନ୍ୟା ପାଣି, ବନ୍ୟା ହେଇଯାଇଛି, ବନ୍ୟା ପାଣି ବର୍ଷା ହେଲେ ଏମିତି ହେଉଛି। ଖାଇକିନା ଘରୁ ଏବେ ପଳେଇ ଆସିଲି, ଏବେ ଯାଉଛି ମନ୍ଦିରକୁ। ବର୍ଷା କେତେ ଜୋର ହେଉଛି, ମାନେ ନ କହିବା ହିଁ ଭଲ। ଏବେ କାଚୁଥିଲା, ଏବେ ପୁଣି କମିଗଲା, ଏବେ ପୁଣି କାଚିବ, ପୁଣି କମିଯିବ, ଏମିତି ବର୍ଷା ତାର ଚଲେଇଛି। ବର୍ଷା ଦିନରେ ଆଉ କ'ଣ କରିବା, ବର୍ଷା ଦିନରେ ଏମିତି ସବୁ ଚାଲିଛି ଆଉ। ବର୍ଷା ଦିନ ତ କୁଆଡ଼େ ତ ଯାଇ ହେବନି, ଖାଇ ପିଇକି ଘରେ ବସିବାକୁ ପଡ଼ିବ। ଆମ ଗଡ଼ିଆ ପୁରା ଏପଟରେ ପୁରା ଫୁଲ ହେଇଗଲାଣି, କିନ୍ତୁ ପୁରା ଗଡ଼ିଆ ପୁରା ଫୁଲ, ପାଣି ପୁରା ଫୁଲ। ଖରା ଦିନରେ ଗଡ଼ିଆ ଶୁଖି ଯାଉଛି, କିନ୍ତୁ ବର୍ଷା ଦିନରେ ଗଡ଼ିଆ ପୁରା ଫୁଲ। ଖାଇ ପିଇ ସାଇଲଣି ନା? ବିଲ କାମ ସରିଗଲାଣି? ବିଲ କାମ ସରିଗଲାଣି। ଏପଟରେ ଏବେ ଗାଧଉଛ ନା କଣ? ଗାଧେଇ ନା ଯିବ ଖାଇବ ଆଉ, ନାଇଁ କଣ? ହଁ, ଆଉ ସବୁ ଭଲ ତ? ବର୍ଷା ଦେଖନ୍ତୁ କେତେ ଥର ହଉଛି, ବର୍ଷା ଦିନ, ବର୍ଷା ଦେଖନ୍ତୁ କେତେ ଥର ହଉଛି। ଗୋଟେ ଦଳ ସଫା ହେଇଥିଲା, ପୁଣି ଦଳ ମାଡ଼ିଗଲାଣି, ଦଳ ପୁଣି ସଫା ହବ। ଏପଟେ ଦେଖନ୍ତୁ ପୁରା ବର୍ଷା ହେଇକିନା ପୁରା ଜଙ୍ଗଲ ଟାଇପର ହେଇଗଲାଣି। ଆମର ସେଇ ଜାଗାରେ ନାଚ ହୁଏ, ମାନେ ଯାତ୍ରା, ବଡ଼ ପାଟି ଆସି ଯାତ୍ରା କରେ ଆମର ସ୍କୁଲ ପଡ଼ିଆରେ। ବର୍ଷା ଦିନରେ ଦେଖନ୍ତୁ ପଡ଼ିଆର ଅବସ୍ଥା। ଆଉ ଏଟା ଆମର ଦଣ୍ଡା, ଯିଏକି ଶ୍ମଶାନ ସେପଟରେ ଅଛି। ଏପଟେ ପୁରା ସିଧା ଏପଟେ ରୋଡ଼, ଯେ ପୁରା ଦଣ୍ଡାକୁ ପଡ଼ିଛି। ଆମର ଶ୍ମଶାନ ଘରକୁ ଯିବା ପାଇଁ ରାସ୍ତା। ଆମେ ଏଇ ଜାଗାରେ ଭିଡ଼ିଓ କରୁ, ବର୍ଷା ହେଇଛି ବୋଲି ଏବେ ତ କରି ହେଉନି। ଆମ ମନ୍ଦିର, ପ୍ରଭୁଙ୍କ ମନ୍ଦିର, ହନୁମାନ ମନ୍ଦିର, ଆମର ସାହା ଭରସା ସବୁ ଏଇ ପ୍ରଭୁ, ଆଉ ଆମର କେହି ନାହାନ୍ତି। ଆମ ପିଲାମାନେ ବି ଏଇଠି ସମସ୍ତେ ଅଛନ୍ତି, ଏଇଠି ଖେଳୁଛନ୍ତି ଆମ ପିଲାମାନେ। ବର୍ଷା ଦିନରେ କୁଆଡ଼େ ଯିବେ, ଏଇଠି ତାଙ୍କର ବସିକିନା ଖେଳିଲେ ଆମ ପିଲାମାନେ। ଖାଇ ପିଇକିନା ଆସିକିନା ଏଠି ପିଲାମାନେ ବସି ଏଠି ଖେଳୁଛନ୍ତି। ଆଉ ସୋମୁ ଆଜି ଡାକୁଥିଲା ମୋତେ ଭିଡ଼ିଓ କରିବା ପାଇଁ, ବର୍ଷା ହେଉଛି ସେଥିପାଇଁ ଭିଡ଼ିଓ କରିପାରିଲୁନୁ। 4ଟା ବେଳେ କରିବା, କହୁଛି 4ଟା ବେଳେ କରିବା ପାଇଁ। ଜିଦି ଆମର ବସିଛି। ଆଉ ବିକି, ଆଉ କ'ଣ ଖବର କୁହ? ତମର ଦେହ ଭଲ ହେଇଗଲା ବିକି? ଭଲ ହେଇଯାଇଛି ତ?